ଗର୍ଭବତୀ ସ୍ତ୍ରୀର ପେଟକୁ ଲାତ ମାରି ମାରି 3 ମାସର ଛୁଆକୁ ମାରିଦେଲା ସ୍ୱାମୀ। ସ୍ତ୍ରୀ ପେଟରେ 3 ମାସର ଛୁଆ ବଢ଼ୁଥିଲା। ଏପଟେ ନୃଶଂସ ସ୍ୱାମୀ ତଥା ସେହି ଛୁଆର ବାପା ପେଟକୁ ଲାତ ମାରି ମାରି ମାରିଦେଲା। ଯାହାର ଘଟଣା ପଛର କାହାଣୀ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଟିକେ ନଜର ପକାନ୍ତୁ ଏହି ସ୍ତ୍ରୀ ଉପରେ, ଯାହାର ନାଁ ହେଉଛି ମିତା, ଯିଏକି 3 ମାସର ଗର୍ଭବତୀ ଥିଲା ଆଉ ଯାହାର ସ୍ୱାମୀ ମିତାର ଗର୍ଭକୁ ନଷ୍ଟ କରିଦେଇଛି। ମିତାର କାହାଣୀ ଆରମ୍ଭ ହୋଇଥିଲା ସେହିଦିନ ଯେଉଁଦିନ ମିତା ସୁନୀଲ ନାମକ ଜଣେ ଯୁବକକୁ ଭଲ ପାଇବା ଆରମ୍ଭ କରିଥିଲା। କିନ୍ତୁ ମିତା ଜୀବନରେ ଗୋଟେ ଦୁଃଖ ଥିଲା। ମିତାର ଜାତି ସୁନୀଲ ଠାରୁ ଛୋଟ ଥିଲା। କିନ୍ତୁ ମିତା ଆଉ ସୁନୀଲ ଦୁହେଁ ଅଜାତିର ହେଲେ ବି ଦୁହେଁ ଦୁହିଁକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ। ଭଲ ପାଇବା 1 ବର୍ଷ ବିତି ଯାଇଥିବା ବେଳେ ଦୁହିଁଙ୍କ ପରିବାର ଜାଣିବାକୁ ପାଇଥିଲେ ଏବଂ ଦୁହିଁଙ୍କ ଭଲ ପାଇବାକୁ ବିରୋଧ ମଧ୍ୟ କରିଥିଲେ। ପରେ ମିତା ଓ ସୁନୀଲ ଶେଷ ନିଷ୍ପତ୍ତି ନେଇଥିଲେ। ଶେଷରେ ଦୁହେଁ ସେଇଆ ହିଁ କଲେ। ଘର ଛାଡ଼ି ଚେନ୍ନାଇ ପଳାଇଲେ। ଦୁହେଁ ସେଠାରେ ଏକ ସୂତାକଳରେ କାମ କରି ଚଳିଲେ ଏବଂ ଏକ ନୂଆ ସଂସାର ଗଢ଼ିଲେ। ଚେନ୍ନାଇରେ ରହିବା ଦୀର୍ଘ 5 ମାସ ବିତିଗଲା। ପରେ ସୁନୀଲର ବାପା ଓ ମା ଦୁହିଁଙ୍କୁ ଫୋନ୍ କରି ଘରକୁ ଡାକିଲେ ଏବଂ ବାହାଘର କରାଇ ନିଜ ଘରେ ରଖିବେ ବୋଲି ପ୍ରତିଶ୍ରୁତି ଦେଲେ। ସୁନୀଲର ବାପା ମା ତାଙ୍କୁ ବାହାଘର କରାଇ ଘରେ ରଖିବା ପ୍ରତିଶ୍ରୁତି ଦେବାରୁ ଦୁହେଁ ଚଳିତ ବର୍ଷ ମେ ମାସରେ ନିଜ ଘର ମାଟି ଗାଡ଼ିଆକୁ ଫେରି ଆସିଲେ ଏବଂ 2 ଦିନ ପରେ ଦୁହିଁଙ୍କର ବନ୍ଧଗାଁ ସ୍ଥିତ ଶନି ମନ୍ଦିରରେ ହିନ୍ଦୁ ରୀତିନୀତିରେ ବାହାଘର କରାଇଲେ। ବାହାଘର କିଛି ଦିନ ପରେ ମିତାଙ୍କ ଶାଶୁ ଶ୍ୱଶୁର ଓ ସ୍ୱାମୀ ମିତାକୁ ଯୌତୁକ ମାଗିବା ସହ ମାରପିଟ ମଧ୍ୟ କରିବା ଆରମ୍ଭ କରିଦେଇଥିଲେ। ସେମାନଙ୍କ ନିର୍ଯାତନା ଏବଂ ଅତ୍ୟାଚାର ସହି ନପାରି ଚଳିତ ଅକ୍ଟୋବର ମାସରେ ମିତା ସୁକିନ୍ଦା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ସେହି ଥାନାରେ ସେମାନଙ୍କ ସମାଧାନ ମଧ୍ୟ ହୋଇଥିଲା। ସମାଧାନର 8 ଦିନ ପରେ ମିତାଙ୍କ ପେଟରେ 3 ମାସର ଶିଶୁ ବଢ଼ିଥିବା ସୁନୀଲଙ୍କ ପରିବାର ଜାଣିବାକୁ ପାଇବା ପରେ ପୂର୍ବପରି ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଶାଶୁ ଶ୍ୱଶୁର ସମେତ ତାଙ୍କ ସ୍ୱାମୀ ମିତାଙ୍କ ପେଟକୁ ଗୋଇଠା ବିଧା ମାରି ପେଟରେ ବଢ଼ୁଥିବା ନିରୀହ 3 ମାସର ଶିଶୁର ଜୀବନ ନେଇଯାଇଥିଲେ। ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବ ପଞ୍ଚାୟତ ମାଟିଗଡ଼ିଆ ଗ୍ରାମରେ। ଏନେଇ ସଙ୍ଗେ ସଙ୍ଗେ ମିତା ସୁକିନ୍ଦା ଥାନାକୁ ଆସି ମୌଖିକ ଭାବେ ସମସ୍ତ ଘଟଣା ଜଣାଇଥିଲେ। ଠିକ୍ ସେହି ସମୟରେ ତାଙ୍କର ପେଟ ବ୍ୟଥା ହୋଇଥିଲା। ଫଳରେ ସେ ଅଭିଯୋଗ କରିନପାରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ସେଠାରେ 3 ଦିନ ରହି ଚିକିତ୍ସା ହୋଇ ଫେରିବା ପରେ ସୁକିନ୍ଦା ଥାନାରେ ତାଙ୍କ ସ୍ୱାମୀ ଏବଂ ଶାଶୁ ଶ୍ୱଶୁରଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ପେଟରେ ବଢ଼ୁଥିବା ନିରୀହ 3 ମାସର ଶିଶୁକୁ ଜୀବନରୁ ମାରି ଦେଇଥିବା ମିତାଙ୍କ ସ୍ୱାମୀ ଏବଂ ତାଙ୍କ ଶାଶୁ ଶ୍ୱଶୁରଙ୍କ ଉପରେ ସୁକିନ୍ଦା ପୁଲିସ କି ପଦକ୍ଷେପ ନେଉଛି ତାହା ତ ସମୟ କହିବ। ଆପଣମାନେ କମେଣ୍ଟ କରି କୁହନ୍ତୁ ଏମିତି ସ୍ୱାମୀକୁ କି ପ୍ରକାର ଦଣ୍ଡ ମିଳିବା ଦରକାର। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।